नमस्कार फ्रेंड्स आपण मानक आम यूट्यूब चैनल को पुणी थे स्वागतम एवं शुभकामना। पुणी थे आपण मानक गोटे नुआ वीडियो पाइकिना आपण मानक बहुत सारा स्वागतम। केमिति अछंती फ्रेंड्स, आशा करूछि आपण माने समस्ते बहुत ही भलरे थिबे। ईश्वरंक पाखरे मोर एतिकी प्रार्थना कि आपण माने समस्ते बहुत ही भलरे थांतु। वर्तमान आपणक मानक घरे खुशीर माहौल मध्ये आसी जाइछि। आगकू आसुथुवा टाइम रे एही 3 दिन रे आपण मानक बहुत सारा खुशी खबर मध्ये प्राप्त हेबो। ସେହି 3 ଦିନଟି ହେଉଛି ଜାନୁଆରୀ ମାସର 10, 11 ଏବଂ 12 ତାରିଖର ଦିନ। ଆପଣମାନେ ସେ ସବୁ ଖୁସିକୁ ଶୁଣିକିନା ଆପଣମାନେ ଲାଚିବାକୁ ମଧ୍ୟ ଲାଗିବେ। କାହିଁକିନା ଖୁସି ଖବର କିଛି ଏମିତି ରହିଛି କି ଆପଣମାନଙ୍କ କୁଣ୍ଡଳୀରେ ବହୁତ ବଡ଼ ଚମତ୍କାର ହେବା ପାଇଁ କିନା ଯାଉଅଛି। କାହିଁକିନା ଆଗକୁ ଆସୁଥିବା ଏହି 3 ଦିନରେ କିଛି ମହାସଂଯମର ନିର୍ମାଣ ହେବା ପାଇଁ କିନା ଯାଉଅଛି। କେଉଁ ସବୁ ଜିନିଷରୁ ଆପଣମାନଙ୍କୁ ଫାଇଦା ମଧ୍ୟ ମିଳିବ, କେଉଁ ସବୁ ଜିନିଷରେ ଆପଣମାନଙ୍କୁ ସାବଧାନତା ଅବଲମ୍ବନ କରିବାକୁ ମଧ୍ୟ ପଡ଼ିବ, ତା ସହିତ ଆପଣମାନଙ୍କର ଲଭ୍ ଲାଇନ୍ କିପରି ଭାବରେ ରହିବ, କ୍ୟାରିୟର ବିଜନେସ୍ କ୍ଷେତ୍ରରେ, ତା ସହିତ ଭେରି ଇମ୍ପୋର୍ଟାଣ୍ଟ ଆମ ସ୍ୱାସ୍ଥ୍ୟର କିଭଳି ଭାବରେ ରହିବ, ଏ ସମସ୍ତ ବିଷୟରେ ମୁଁ ଆପଣମାନଙ୍କୁ ଜଣାଇବାକୁ ଯାଉଛି। ହଁ ଆଜ୍ଞା, ଏ ଭିଡ଼ିଓ ଶେଷରେ ମୁଁ ଆପଣମାନଙ୍କୁ ଗୋଟିଏ ଉପାୟ ବିଷୟରେ କହିବାକୁ ଯାଉଛି, ଯାହାଦ୍ୱାରା ଆପଣ ଏହି 3, 11 ଏବଂ 12 ତାରିଖର ଦିନ ବହୁତ ଶୁଭ ଏବଂ ଲାଭଦାୟକ ବୋଲି ସାବ୍ୟସ୍ତ କରିପାରିବେ। ହଁ ଆଜ୍ଞା, ଭିଡ଼ିଓଟିକୁ ଷ୍ଟାର୍ଟ କରିବା ପୂର୍ବରୁ ମୋର ଗୋଟିଏ ଅନୁରୋଧ, ସବୁଦିନ ପରି ଆପଣମାନେ ଯଦି ଏ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଏବେ ହିଁ ଯାଇକି ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ, ଯାହାଫଳରେ ସମୟ ସମୟରେ ସମସ୍ତ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ସର୍ବପ୍ରଥମେ ମିଳିପାରିବ। ଆସନ୍ତୁ ଏବେ ଜାଣିବା, ଯଦି ବିଶେଷ ଭାବରେ ଆମେ ସବୁଠାରୁ ଆଲୋଚନା କରିବା, କ'ଣ ଆପଣମାନଙ୍କ ପାଇଁ ଏ ଦିନ ପଜିଟିଭ୍ ରହିବା ପାଇଁ ଯାଉଛି। ଯଦି କହିବା ଆପଣଙ୍କୁ ଅଚାନକ ଧନ ପ୍ରାପ୍ତିର ଯୋଜନା ମଧ୍ୟ ମିଳୁଅଛି, ଆଉ ଆପଣମାନଙ୍କର ସବୁ ପ୍ରୋବ୍ଲେମ୍ ଦୂର ମଧ୍ୟ ହେଇଯିବ। ଆପଣ ଆପଣମାନଙ୍କର କର୍ମ ଉପରେ ଆଗକୁ ବଢ଼ିବା ପାଇଁ କି ଟ୍ରାଏ ମଧ୍ୟ କରିବେ। ନିଜର କାମ କାର୍ଯ୍ୟକୁ ବଢ଼ାଇବା ପାଇଁ ଦିଗ ମଧ୍ୟ ବାହାର ମଧ୍ୟ କରିବେ, ଯାହାଫଳରେ ଆପଣମାନଙ୍କୁ ସବୁ ପ୍ରକାରର ଖୁସି ମଧ୍ୟ ମିଳିଯିବ। ତା ସହିତ ଯଦି କହିବା ଆପଣମାନଙ୍କୁ ଶୁଭ ସମାଚାର ମଧ୍ୟ ମିଳିବ। ଆଧ୍ୟାତ୍ମିକ କ୍ଷେତ୍ରରେ ଆପଣମାନଙ୍କୁ ସାନ୍ନିଧ୍ୟ ମଧ୍ୟ ପ୍ରାପ୍ତ ହେବ। ବିଦ୍ୟାର୍ଥୀମାନେ ମଧ୍ୟ ତାଙ୍କ ପାଠପଢ଼ା ପ୍ରତି ଏକାଗ୍ର ଚିତ୍ତ ହୋଇ ମଧ୍ୟ ରହିବେ ତଥା ସେମାନଙ୍କୁ ଉତ୍ତମ ପରିଣାମ ପ୍ରାପ୍ତ ମଧ୍ୟ ହେଇଯିବ। ଏହା ସହିତ ଆପଣମାନଙ୍କର କୌଣସି ବି କାର୍ଯ୍ୟ ଅଟକିକି ରହିଥିଲା ତାହା ମଧ୍ୟ ଏହି ଦିନରେ ସଫଳ ହେଇଯିବ। ଆପଣ ଆପଣମାନଙ୍କର ଯୋଗ୍ୟତା ଏବଂ ପ୍ରତିଯୋଗିତାକୁ ନେଇକି ଆଗକୁ ମଧ୍ୟ ବଢ଼ିବେ। ନିଜର ପ୍ରତିଦ୍ୱନ୍ଦିତା ପାଖରୁ ଆପଣଙ୍କୁ ସଫଳତା ମଧ୍ୟ ମିଳିବ, ଆଉ ଆପଣମାନେ ବିଜୟ ପ୍ରାପ୍ତ ମଧ୍ୟ ହେବେ। ଆପଣମାନେ ଦିନ ଚର୍ଚ୍ଚାରେ ବିଶେଷ ଭାବରେ ବଢ଼ି ମଧ୍ୟ ଯିବେ, ଯାହାଫଳରେ ଆପଣମାନଙ୍କ ମନରେ ଆଶ୍ଚର୍ଯ୍ୟଜନକ ନିଖାର ମଧ୍ୟ ଦେଖିବାକୁ ମିଳିବ। ସନ୍ତାନମାନଙ୍କର ଶିକ୍ଷା ଏବଂ କ୍ୟାରିୟର ରିଲେଟେଡ୍ କିଛି ସମସ୍ୟା ଦେଖା ଦେଉଥିଲା, ତା ପ୍ରତି ଆପଣମାନେ ବଡ଼ ନିର୍ଣ୍ଣୟ ମଧ୍ୟ ନେଇପାରନ୍ତି, ଯାହାଦ୍ୱାରା ସମସ୍ତ ସମସ୍ୟା ମଧ୍ୟ ଦୂର ହେଇଯିବ ଆଉ ସମସ୍ତେ ଖୁସି ମଧ୍ୟ ଅନୁଭବ କରିବେ। ଆଉ ଆପଣମାନେ ନିଜର ସ୍ଥିତିକୁ ନେଇକି ଲାଭପ୍ରାପ୍ତ ମଧ୍ୟ ହେବେ। ବୃଦ୍ଧ ଲୋକମାନଙ୍କର ଆଶୀର୍ବାଦ ଏବଂ କୃପା ଆପଣମାନଙ୍କୁ ପ୍ରାପ୍ତ ମଧ୍ୟ ହେଇଯିବ। ସ୍ୱାସ୍ଥ୍ୟରେ ଆପଣମାନଙ୍କର ବିଶେଷ ଭାବରେ ସୁଧାର ଆସିବାରୁ ଆପଣ ଆପଣମାନଙ୍କ ଭିତରେ ଗୋଟେ ନୂଆ ଉର୍ଜାର ମଧ୍ୟ ଦେଖିବା ପାଇଁକି ପାଇବେ। ଆଉ ନିଜର କାର୍ଯ୍ୟ ପ୍ରତି ଆପଣମାନେ ଢେର ସାରା କାର୍ଯ୍ୟ କରି ଚାଲିବେ ଏବଂ ମନ ମଧ୍ୟ ବଳେଇବେ। କୌଣସି ଶୁଭ ସମାଚାର ମିଳିବା କାରଣରୁ ଆପଣମାନଙ୍କ ମନ ମଧ୍ୟ ପ୍ରଫୁଲ୍ଲ ରହିବ। ଆପଣମାନଙ୍କର ବୁଦ୍ଧିମତ୍ତା ଏବଂ ହୁସିଆର ସହିତ ଆପଣମାନେ ସବୁ କାର୍ଯ୍ୟ ମଧ୍ୟ କରିନେବେ, ଯାହାଫଳରେ ଆପଣମାନେ କାଫି ଖୁସି ମଧ୍ୟ ହୋଇ ରହିବେ। ତା ସହିତ ଯଦି କହିବା ଆପଣମାନଙ୍କ ନେଗେଟିଭ୍ ସବୁ ରହିଛି, ଯଦି କହିବା ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବାର ସମ୍ଭାବନା କମ୍ ରହିଛି, ସମସ୍ତ କାର୍ଯ୍ୟକୁ ଆପଣମାନେ ବିସ୍ତାର ଏବଂ ଗଭୀରତା ଭାବରେ କାର୍ଯ୍ୟ କରନ୍ତୁ, ଯାହାଫଳରେ ଆପଣମାନଙ୍କୁ ସମ୍ମାନ ପ୍ରାପ୍ତ ମଧ୍ୟ ହେବ। ସମସ୍ତ ବନ୍ଧୁମାନଙ୍କ ସହିତ ଆପଣମାନଙ୍କ ରିଲେସନ୍ ମଧ୍ୟ ଖରାପ ହେବା ପାଇଁକି ଯାଉଅଛି। ଧନ ସଞ୍ଚୟ କରିବାର ପ୍ରୟାସ ମଧ୍ୟ କରିପାରନ୍ତି ଏବଂ ତା ସହିତ ଆର୍ଥିକ ସମସ୍ୟାରେ ଆପଣମାନେ ସାବଧାନ ରହିବା ଆବଶ୍ୟକ। ଭାଇମାନଙ୍କ ସହିତ ଆପଣମାନଙ୍କର ଭାଗ ବଣ୍ଟାର ସ୍ଥିତି ମଧ୍ୟ ଏହି ଦିନରେ ବନୁଅଛି।
ଆକସ୍ମିକ ସମ୍ବାଦକୁ ଆପଣମାନେ ବିଗାଡ଼ନ୍ତୁ ନାହିଁ। ଯୁବକମାନେ ଆପଣମାନଙ୍କ କ୍ୟାରିୟର ପ୍ରତି ଆପଣମାନେ ଶୁଭ ସମାଚାର ମଧ୍ୟ କରନ୍ତୁ ନାହିଁ। ଏହା ସହିତ ଆପଣମାନେ କ୍ରୋଧଠାରୁ ଦୂରେଇ ମଧ୍ୟ ରୁହନ୍ତୁ। ଆପଣମାନେ ତରତର ହେଇକି କୌଣସି ବି କାର୍ଯ୍ୟ କରନ୍ତୁ ନାହିଁ, ନହେଲେ ସେ କାର୍ଯ୍ୟ ବିଗାଡ଼ି ମଧ୍ୟ ଯାଇପାରେ। ଯାହାଦ୍ୱାରା ଆପଣମାନଙ୍କ ଲକ୍ଷ୍ୟ ମଧ୍ୟ ପୂରଣ ନ ହେବ ଏବଂ ପାରିବାରିକ ସୁଖରେ ଆପଣମାନଙ୍କର କ୍ଷତି ମଧ୍ୟ ଘଟିବ। ତା ସହିତ ଆପଣମାନେ ଷଡ଼ଯନ୍ତ୍ରର ଶିକାର ମଧ୍ୟ ହୋଇପାରନ୍ତି। ତେଣୁ ଆପଣମାନେ କାହା ଉପରେ ବିଶ୍ୱାସ ଏତେ କରନ୍ତୁ ନାହିଁ। ବୃଦ୍ଧ ଲୋକମାନଙ୍କର ସ୍ୱାସ୍ଥ୍ୟରେ ମଧ୍ୟ କ୍ଷତି ଘଟିପାରେ, ଯାହାଦ୍ୱାରା ଆପଣମାନଙ୍କର ଆର୍ଥିକ ସ୍ଥିତିରେ କିଛିଟା ପରିବର୍ତ୍ତନ ଦେଖିବା ପାଇଁକି ଆପଣମାନେ ପାଇବେ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏହି ଦିନରେ ଲଭ୍ ଲାଇନ୍ ସ୍ଥିତି କିପରି ଭାବରେ ରହିବ। ଦାମ୍ପତ୍ୟ ଜୀବନକୁ ନେଇକି ଆପଣମାନଙ୍କର ସ୍ଥିତି କାଫି ଭଲ ହେବା ପାଇଁକି ଯାଉଅଛି। ଜୀବନସାଥୀମାନଙ୍କ ସହିତ ମଧୁର ସମ୍ପର୍କ ରହିବା ସହିତ ଆପଣମାନଙ୍କୁ ସେମାନଙ୍କର ସହଯୋଗ ମଧ୍ୟ ପ୍ରାପ୍ତ ହେଇଯିବ ଏବଂ ପତି ପତ୍ନୀଙ୍କ ସହିତ ସମ୍ବନ୍ଧ ମଧ୍ୟ ଭଲ ରହିବ। ଆସନ୍ତୁ ଏବେ ଜାଣିବା ଏହି ଦିନମାନଙ୍କରେ ଆପଣମାନଙ୍କର ବ୍ୟବସାୟିକ କ୍ୟାରିୟର କିଭଳି ଭାବରେ ରହିବ। ନିଜର ପରିଶ୍ରମ ଏବଂ କଠିନତା ଯୋଗୁଁ ଆପଣମାନେ ବ୍ୟବସାୟରେ ଉନ୍ନତି ମଧ୍ୟ ଦେଖାଦିବ। ଚାକିରି କରୁଥିବା ବ୍ୟକ୍ତିମାନେ ନିଜ ବ୍ୟକ୍ତିତ୍ୱରେ ମଧ୍ୟ ସନ୍ତୁଷ୍ଟ ହୋଇ ରହିବେ ଏବଂ ଆପଣମାନଙ୍କ ଚାକିରି କ୍ଷେତ୍ରରେ ହାଲକା ଫୁଲକା ପ୍ରୋବ୍ଲେମ ମଧ୍ୟ ଆସିପାରେ, କିନ୍ତୁ ଆପଣମାନଙ୍କର ବୁଦ୍ଧିମତ୍ତା ଏବଂ ପରିଶ୍ରମ ଦ୍ୱାରା ଆପଣମାନେ ସେ ସବୁ ପ୍ରୋବ୍ଲେମକୁ ସଲ୍ଭ ମଧ୍ୟ କରିଦେବେ। ଆପଣମାନଙ୍କ ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ଆପଣମାନଙ୍କର ବ୍ୟବହାର ଦ୍ୱାରା କିଛି କ୍ଷତି ଘଟିପାରେ, ତେଣୁ ଆପଣମାନେ ଟିକେ ବ୍ୟବହାରକୁ ସୁଦୃଢ଼ କରିକି ରଖନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ସ୍ୱାସ୍ଥ୍ୟ କିପରି ଭାବରେ ରହିବ। ଅତ୍ୟଧିକ ପରିଶ୍ରମ ଦ୍ୱାରା ଆପଣମାନଙ୍କୁ ଥକାପଣ ଏବଂ କଷ୍ଟ ଭଳି କିଛି ଛୋଟମୋଟ ସମସ୍ୟା ମଧ୍ୟ ଆପଣମାନଙ୍କ ପାଇଁକି ଆସିବ। ତା ସହିତ ଆପଣମାନେ ଅଧିକ ଗରିଷ୍ଠ ଏବଂ ତେଲୁଆ ଖାଦ୍ୟଠାରୁ ଆପଣମାନେ ଦୂରେଇ ମଧ୍ୟ ରୁହନ୍ତୁ, ନଚେତ୍ ଆପଣମାନଙ୍କୁ ପେଟ ରୋଗ ଜନିତ ବହୁତ ସମସ୍ୟା ମଧ୍ୟ ଦେଖିବାକୁ ପଡ଼େ। ସେଥିପାଇଁ ଆପଣମାନେ ସୁପାଚ୍ୟ ଖାଦ୍ୟ ଗ୍ରହଣ ମଧ୍ୟ କରନ୍ତୁ। ନିଜର ସ୍ୱାସ୍ଥ୍ୟକୁ ଭଲ ଭାବରେ ରଖିବା ପାଇଁ ଆପଣମାନେ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ ଆଉ ସୁସ୍ଥ ମଧ୍ୟ ରୁହନ୍ତୁ। କିନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ଏହି 3 ଦିନରେ କ'ଣ ବିଶେଷ ଉପାୟ ମଧ୍ୟ ରହିଅଛି। ଏହି 3 ଦିନରେ ଆପଣମାନେ ସ୍ନାନ ଆଦି ବିଶେଷ ଭାବରେ କରିସାରିଲା ପରେ ଖାଲି ମନ୍ଦାର ଫୁଲମାଳ ତାରିଣୀଙ୍କ ପାଖରେ ଚଢ଼ାନ୍ତୁ ଏବଂ ତାରିଣୀ ପାଖରେ ଗୋଟିଏ ନଡ଼ିଆ ମଧ୍ୟ ଫଟାନ୍ତୁ। ଦେଖିବେ ଆପଣମାନଙ୍କର ଯେଉଁ ସବୁ ବି ପ୍ରୋବ୍ଲେମ ଅଛି ସେ ସବୁକୁ ମା ତାରିଣୀ ସମସ୍ତ କାର୍ଯ୍ୟକୁ ଦୂର କରିନେବେ ଏବଂ ଆପଣମାନେ ଏ ଦିନକୁ ବହୁତ ହି ଭଲ ଭାବରେ ମଧ୍ୟ କଟିଦେବେ। ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଜୟ ମା ତାରିଣୀ ବୋଲି ଅବଶ୍ୟ ଲେଖନ୍ତୁ। ପୁଣି ଦେଖାହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।